ଟଙ୍କା କାହିଁ ଫେରେଇବି, ଗାଡି କାହିଁକି ଫେରେଇବି, ଗାଡି ମୋ ପାଖରେ ଅଛି। ମୁଁ ଯେତେବେଳେ ଘରେ ରହିବା ପାଇଁ ନିଷ୍ପତ୍ତି ନେଲି ଏବଂ ମାଲିକ ସଂଘମାନେ ଉକ୍ତ ଚୁକ୍ତିଟିକୁ ମାନି ନେଲେ, ତାପରେ ଏବେ ଏ ପ୍ରଶ୍ନର କିଛି ମାନେ ନାହିଁ, କୁଆଡେ ଯିବା ନ ଯିବାର କୌଣସି ମାନେ ହିଁ ନାହିଁ। ଯଦି କେବଳ ମୁଁ ଶବ୍ଦଟିକୁ ଛାଡିଦେବେ ତାହେଲେ ସବୁ ସମସ୍ୟାର ସମାଧାନ ହେଇଯିବ। ଠିକ ପାଇଁ ନେଇଯିବି ଆଉ ଚୁକ୍ତି ଖିଲାପ କରିକି ଆଉ ହଇରାଣ ହେବି, ଆଉ ବିବାଦ ଉପୁଜେଇବି। ମୁଁ ଅପେରା ସୂର୍ଯ୍ୟ ମନ୍ଦିରରେ କାର୍ଯ୍ୟରତ ଥିଲି, ସେତେବେଳେ ଏକ ବିବାଦ ଉପୁଜିଥିଲା ସୂର୍ଯ୍ୟ ମନ୍ଦିର ଆଉ ଅପେରା ସିଂହ ବାହିନୀ ମଧ୍ୟରେ ଅର୍ଥ କାରବାରକୁ ନେଇକି ମୋ ମାଧ୍ୟମରେ। ସେଥିପାଇଁ ଉକ୍ତ ସମସ୍ୟାର ସମାଧାନ ନ ପାଇ ମୁଁ ତ ଘରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲି। ଆଉ ଘରେ ରହିବା ପାଇଁ ଯୋଉ ନିଷ୍ପତ୍ତି ନିଆଯାଇଥିଲା ସେ ସମାଧାନର ବାଟ ଥିଲା ସ୍ୱାସ୍ଥ୍ୟଗତ ସମସ୍ୟା। ଏକଥା ସେତେବେଳେ ମଧ୍ୟ ମୁଁ ଆପଣଙ୍କୁ କହିଥିଲି। ସ୍ୱାସ୍ଥ୍ୟଗତ ସମସ୍ୟାକୁ ଆଧାର କରିକି ଘରେ ରୁହା ହେଲା। ତେଣୁ ଶେଷ ମୁହୂର୍ତ୍ତରେ ତାପରେ ବି ମାଲିକ ମାନଙ୍କ ଆଗରେ ମୁଁ କହିଥିଲି ମିଡିଆରେ ଯେ ଯଦି ମାଲିକମାନେ ନିଷ୍ପତ୍ତି ନିଅନ୍ତି କାହିଁ କାମ କରିବି, କାମ କରିବି। କିନ୍ତୁ ପ୍ରକୃତ ଘଟଣା ହଉଛି ବର୍ତ୍ତମାନ ଯାଏ କୌଣସି ଭାଗଫଳ ଛିଣ୍ଡି ପାରି ନାହିଁ। ଆପଣମାନେ ବି ଶୁଣିଥିବେ, ମୁଁ ଯୋଉ ପାର୍ଟିରେ କାର୍ଯ୍ୟରତ ଥିଲି ଆମ ବାବୁ କାଳିଆ ବାବୁ, ସିଏ ବି କହିଛନ୍ତି ଯେବେ ପିୟୁଷ ସୁସ୍ଥ ହବ ସେ ସୂର୍ଯ୍ୟ ମନ୍ଦିରରେ ସେ ଯୋଗଦାନ କରିବ। ଏବଂ ପାଢିବାବୁ ମଧ୍ୟ ସେଇ କଥା କହିଛନ୍ତି ପିୟୁଷ ସିଂହ ବାହିନୀକି ଆସିବ। ଏଇ ତ ଯୋଉ ସମସ୍ୟା ବିଗତ ଦିନରେ ଥିଲା, ଯୋଉ ସମସ୍ୟାଟା ସମାଧାନ ହେଇପାରିଲା ନାହିଁ ବୋଲି ମୁଁ ନିଜେ ୱିଡ୍ର ହେଇଗଲି ଯେ ନା ଉଭୟ ମାଲିକଙ୍କ ସମ୍ମାନକୁ ଜଗି ମତେ ଗୋଟେ ବର୍ଷ ଘରେ ରହିବା ପାଇଁ ପଡିବ। ମୁଁ ଯେତେବେଳେ ଘରେ ରହିବା ପାଇଁ ନିଷ୍ପତ୍ତି ନେଲି ଏବଂ ମାଲିକ ସଂଘମାନେ ଉକ୍ତ ଚୁକ୍ତିଟିକୁ ମାନି ନେଲେ, ତାପରେ ଏବେ ଏ ପ୍ରଶ୍ନର କିଛି ମାନେ ନାହିଁ, କୁଆଡେ ଯିବା ନ ଯିବାର କୌଣସି ମାନେ ହିଁ ନାହିଁ। ଆପଣ ଟଙ୍କା ବି ଫେରେଇ ଦେଇଥିଲେ, ଆଜ୍ଞା କିନ୍ତୁ ସିଂହ ବାହିନୀ ଯୋଉ କାମ ଆପଣ କରୁଥିଲେ ତାଙ୍କର ଗାଡି ଫେରେଇ ନାହାନ୍ତି। ଆଜ୍ଞା ସିଂହ ବାହିନୀ ମାଲିକ ଯିଏ ଆମ ପାଢିବାବୁ କହିଛନ୍ତି ଯେ ଟଙ୍କା ଫେରି ପାଇନାହାନ୍ତି, ଇନକ୍ୟାସ୍ ହେଇନି ଏବଂ ଗାଡି ମୋ ପାଖରେ ଅଛି। ଟଙ୍କା କାହିଁ ଫେରେଇବି, ଗାଡି କାହିଁକି ଫେରେଇବି। 26 ମସିହାରୁ 30 ମସିହା ପର୍ଯ୍ୟନ୍ତ 5 ବର୍ଷ ମୁଁ ତ ଅପେରା ସିଂହ ବାହିନୀ ସାଙ୍ଗରେ ଚୁକ୍ତିବଦ୍ଧ ହେଲି। 5 ବର୍ଷ ତାଙ୍କ ପାଖରେ ମୁଁ କାମ କରିବି, ତା ପଇସା ଫେରେଇବା, ଗାଡି ଫେରେଇବା। ମୁଁ ତ କହୁଛି ଫେରେଇଲେ ବାବୁ ଆଉ କଣ ନେବେ, କେବେ ବି। 5 ବର୍ଷ ପାଇଁ ଚୁକ୍ତିବଦ୍ଧ ହେଲି, ତେଣୁ ସେ କଥାରେ କିଛି ବି ନାହିଁ। ବିବାଦର ସମାଧାନ ଯାତ୍ରାକୁ ନେଇ ଯୋଉ ବିବାଦ ଉପୁଜିଛି, ଯୋଉମାନଙ୍କୁ ନେଇ ବିବାଦ ଉପୁଜିଛି, ଯୋଉମାନେ ବିବାଦ ଉପଜଉଛନ୍ତି, ଯଦି କେବଳ ମୁଁ ଶବ୍ଦଟିକୁ ଛାଡିଦେବେ ତାହେଲେ ସବୁ ସମସ୍ୟାର ସମାଧାନ ହେଇଯିବ। ଯୋଉ ଯାଏ ମୁଁ ଛାଡି ନାହାନ୍ତି ସେ ସମସ୍ୟାର ସମାଧାନ କେବେ ହବ ନାହିଁ। ଏ ସବୁ ରାନୀପଣ୍ଡା ଯାତ୍ରା ପାର୍ଟିକି ଆସିଲେ ଆପଣଙ୍କୁ ମଧ୍ୟ ନବା ପାଇଁ ଗୋଟେ ଚାଲିଥିଲା ପ୍ରୟାସ, ଇଏ ଗୋଟେ ପ୍ରଶ୍ନ ଉଠୁଥିଲା। ପ୍ରୟାସ କେବେ ବି ଚାଲିନି। ରାନୀ ଛୋଟ ପିଲା ନୁହଁ, ସେ ବହୁତ ବୁଝିବା ସୁଝିବାର ପିଲା। ସେ ମଧ୍ୟ ଜାଣିଥିଲା ଯେ ପ୍ରକୃତରେ କଣ ନିଷ୍ପତ୍ତି ହେଇଛି, ପିୟୁଷ କାହିଁକି ଘରେ ରହିଛି। ଯେତେବେଳେ ସବୁ କଥାକୁ ସେ ଜାଣିଥିଲା, ସେ କାହିଁକି ମିଡିଆରେ କହିବ ଯେ ପିୟୁଷ ଆସିବ, କି ମତେ ସେ କାହିଁକି ବାଧ୍ୟ କରିବ। ସୂର୍ଯ୍ୟ ମନ୍ଦିର ମାଲିକ କୋର୍ଟ ଯିବାକୁ ଧମକ ଦେଲେ। ଦେଖନ୍ତୁ, ମୁଁ ତାଙ୍କ ପାଖରେ ଥିଲି ଯେତେବେଳେ ଏ ବର୍ଷ ମୁଁ ଘରେ ଅଛି, ସେ ମଧ୍ୟ ମତେ ଚିଠି କରିଥିଲେ ଯେ କାର୍ଯ୍ୟରେ ଆସି ଯୋଗ ଦେବା ପାଇଁ। କିନ୍ତୁ ଯେହେତୁ ମୁଁ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦର୍ଶାଇକି ଘରେ ରହିଛି, ତ ଯାତ୍ରାକୁ ଯିବାଟା ଗୋଟେ ଇଣ୍ଡିସେଣ୍ଟ କଥା ହବ। ଏଇଟା ଗୋଟେ ଜଣା ପଡିଯିବ ଯେ ଲୋଭ, ଯାହା ଲୋକ ଆଲୋଚନା କରୁଥିଲେ ସେ କଥାଟି ସତ ବୋଲି ପ୍ରମାଣିତ ହେଇଯିବ। ତେଣୁ ମୁଁ ତ ଘରେ ଅଛି, ଯଦି ମତେ ଲିଗାଲ ନୋଟିସ ଦିଅନ୍ତି ତ ନିହାତି ତାଙ୍କ ପାଖରେ କିଛି ପ୍ରୁଫ ଥିବ ବୋଲି, ତାଙ୍କ ସେ ସେତିକି ଷ୍ଟ୍ରଙ୍ଗ ଥିବେ ବୋଲି ତ ମତେ ଲିଗାଲ ନୋଟିସ କରିବେ ନା। ଲିଗାଲ ନୋଟିସ ଆସିଲା ପରେ ତାର ପ୍ରତି ଉତ୍ତର ମୁଁ କଣ ଦେବି ସେତେ ସେ ସମୟ କହିବ। ଆପଣ କହିଲେ 5 ବର୍ଷ ସିଂହବାହିନୀ ସହିତ ଚୁକ୍ତି ହେଇଛି, ଆଜ୍ଞା ଗୋଟେ ବର୍ଷ ପରେ ପୁଣି ସିଂହବାହିନୀ ଜଏନ କରିବେ ନା ଆଉ କୋଉଠିକି ଯିବେ? ସିଂହ ବାହିନୀ ଯିବି, ଆଉ ଚୁକ୍ତି ଖିଲାପ କରିକି ଆଉ ହଇରାଣ ହେବି, ଆଉ ବିବାଦ ଉପୁଜେଇବି। ଯାତ୍ରା ଜଗତ ଏତେ ହଇରାଣ ହବ ମୋ ପାଇଁ। ଗୋଟେ ବର୍ଷ ପରେ ଯିବେ, କିନ୍ତୁ ବର୍ଷ ପରେ। ବିବାଦ ଲାଗିଛି ମାଲିକ ସଂଘ ବଳାତ୍କାର, ମାଲିକ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ତାଙ୍କ ଭିତରେ ସମନ୍ୱୟ ନାହିଁ। ଆପଣ ମାଲିକ ସଂଘ ପାଇଁ ନିଜକୁ କାହିଁକି ବିରତି ଦଉଛନ୍ତି, ନିଜକୁ କାହିଁକି ଆପଣ ରଖୁଛନ୍ତି, ତାଙ୍କ ଭିତରେ ତ କୌଣସି ସମନ୍ୱୟ ନାହିଁ। ନା, ସମନ୍ୱୟ ଠିକ କଥା ନାହିଁ। ମୁଖ୍ୟ କଥା ହଉଛି ଯେ ବହୁତ ବର୍ଷ ପରେ ମୁଁ ତ ଜାଣିନଥିଲି, ମୁଁ ବି ମିଡିଆରୁ ଶୁଣିଲି ଯେ ସଂଘ ସକ୍ରିୟ ନଥିଲା, କିନ୍ତୁ ଯେତେବେଳେ ମୋ ବିବାଦ ଉପୁଜିଲା ସେତେବେଳେ ସଂଘ ସକ୍ରିୟ ହେଲା ଏବଂ ଯାତ୍ରାରେ ଶୃଙ୍ଖଳା ଆଣିବା ପାଇଁ ମାଲିକ ମାନଙ୍କର ସଂଘର ନିତ୍ୟାନ୍ତ ଆବଶ୍ୟକତା ଅଛି। ତେଣୁ ସଂଘକୁ ସମ୍ମାନ ଦେବା ଗୋଟେ କଳାକାରର ଧର୍ମ, ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କର ଧର୍ମ। ତେଣୁ ତାଙ୍କ ସମ୍ମାନକୁ ଜଗିକି ମୁଁ ଘରେ ରହିବା ପାଇଁ ନିଷ୍ପତ୍ତି ନେଲି।